ମୁଁ ମୋହନ ମାଝୀ ଆପଣଙ୍କ ସହିତ କଥା ହେଉଛି ବୋଲି ଯେତେବେଳେ ମୁଁ କହିଲି, ସେ ସେତେବେଳେ କହିବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ କହିପାରୁନଥିଲେ। ଏବଂ ଗୋଟିଏ ଘଣ୍ଟା ରହିଲା ପରେ ତା ପରଦିନ ମୁଁ 16 ତାରିଖରେ ମୁଁ ସନ୍ଧ୍ୟାବେଳେ ରାତିରେ ଭୁବନେଶ୍ୱର ପହଞ୍ଚିଲି। ଆର ଦିନ ସକାଳୁ ଖବର ମିଳିଲା ସେ ଆଉ ନାହାନ୍ତି ବୋଲି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ରାଜନେତା, ଜଣେ ସଫଳ ଡାକ୍ତର, ଓଡ଼ିଶାବାସୀଙ୍କର ପ୍ରିୟ ସ୍ୱର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଡକ୍ଟର ଦେବେନ୍ଦ୍ର ପ୍ରଧାନ ଥିଲେ ଓଡ଼ିଶାର ଜଣେ ସ୍ଥିତପ୍ରଜ୍ଞ ତଥା ଉତ୍ସର୍ଗୀକୃତ ରାଜନେତା। କେବଳ ରାଜନେତା ନୁହେଁ, ଜଣେ ଉତ୍ତମ ମଣିଷ ଭାବେ ସମସ୍ତଙ୍କର ପ୍ରିୟ ଭାଜନ ହେବା ଏବଂ ନିଜର ନମ୍ରତା ମାଧ୍ୟମରେ ସମସ୍ତଙ୍କୁ ନିଜର କରିବା ଏବଂ ସମସ୍ତଙ୍କୁ ନିଜର ସମ୍ପର୍କ ମାଧ୍ୟମରେ ଭଲ ପାଇବା ଏବଂ ତା ଭିତରେ ତାଙ୍କର ସ୍ୱତନ୍ତ୍ରତା ଥିଲା ଏବଂ ଜଣେ ଭିନ୍ନ ଏକ ବ୍ୟକ୍ତିତ୍ୱ ଭାବେ ନିଶ୍ଚିତ ଭାବରେ ସେ ନିଜକୁ ଗଢ଼ି ତୋଳିଥିଲେ। ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ନିଶ୍ଚିତ ଭାବରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ ପ୍ରତିଷ୍ଠିତ କରିବାରେ ତାଙ୍କର ଭୂମିକା ନିଶ୍ଚିତ ଭାବରେ ସବୁଠାରୁ ଆଗରେ ଥିଲା। ଏବଂ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ଏ ଦଳର ଅଭ୍ୟୁଦୟରେ ସେ ଥିଲେ ଭଗୀରଥ। ସେ ଥିଲେ ସମସ୍ତଙ୍କର ପ୍ରେରଣାଦାୟୀ। ଓଡ଼ିଶାର ବିଜେପିର ଏହି ବର୍ଷିୟାନ ନିଷ୍ଠାପର ରାଜନେତାଙ୍କର ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିଷୟରେ ଆଜି ଏ ଶ୍ରଦ୍ଧାଞ୍ଜଳି ସଭାରେ ଏଠି ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ଉପସ୍ଥିତ ଥିଲେ ଏବଂ ଏବେ ଅଛନ୍ତି ଏବଂ ଯେଉଁମାନେ ଏଠି ଆଜି ସୁଯୋଗ ପାଇଛନ୍ତି ତାଙ୍କ ବିଷୟରେ ସ୍ମୃତିଚାରଣ କରିବା ପାଇଁ ନିଶ୍ଚିତ ଭାବରେ ଆଜି ଏଭଳି ଏକ ଦିନରେ ଆମେ ସମସ୍ତେ ତାଙ୍କରି ସ୍ମୃତିଚାରଣ କରିବା। ତାଙ୍କର ଯେଉଁ ସେବା ଏବଂ ସଂକଳ୍ପ ମନୋଭାବ ନେଇ ଯେଭଳି ଭାବରେ ରାଜନୀତି କ୍ଷେତ୍ରରେ ସେ ତାଙ୍କର ଶେଷ ସମୟ ପର୍ଯ୍ୟନ୍ତ ଯେଉଁ ଯୋଗଦାନ ଥିଲା ଓଡ଼ିଶା ରାଜନୀତିରେ, ସେ ନିଶ୍ଚିତ ଭାବରେ ଆଜି ଆମ ସମସ୍ତଙ୍କର ପାଖରେ ଆଜି ସେ ଅମର ହୋଇ ରହିବେ। ଡାକ୍ତର ପ୍ରଧାନ ଓଡ଼ିଶାର ଜଣେ ଲୋକପ୍ରିୟ ରାଜନେତା ସହିତ ଯେତେବେଳେ 1998 ମସିହାରେ ସଂସଦ ଭବନକୁ ଗଲେ ଜଣେ ସାଂସଦ ହୋଇ ଏବଂ ତାଙ୍କର ସାଂସଦ ହିସାବରେ ତାଙ୍କର କାର୍ଯ୍ୟକଳାପରେ ସେ ନିଶ୍ଚିତ ଭାବରେ ଯେଭଳି ଭାବରେ ପ୍ରତିନିଧିତ୍ୱ କରିଥିଲେ, ସେ ପ୍ରମାଣିତ କରିଥିଲେ ଜଣେ ଦକ୍ଷ ପାର୍ଲାମେଣ୍ଟାରିଆନ ହିସାବରେ, ଜଣେ ଡାକ୍ତର ହିସାବରେ ଡାକ୍ତରୀ ପାଠ ଶେଷ କରିଲା ପରେ ଯାହା ଏଠି ଆଗରୁ ମଧ୍ୟ କୁହାଯାଉଥିଲା ଯେ ସେତେବେଳେ ଜଣେ ଡାକ୍ତର ହେବା ଏବଂ ଡାକ୍ତର ହେଇ ଚାକିରି କରିବା, ପରିବାରର ଲୋକ ବହୁତ ନିଶ୍ଚିତ ଭାବରେ ଖୁସି ବ୍ୟକ୍ତ କରିବା ସହିତ ନିଜର ପରିବାର ଏବଂ ସଂସାରକୁ
ସୁଖରେ ଆଗକୁ ନେବାର ଯେଉଁ ସ୍ୱପ୍ନ ଥାଏ ବା ଯେଉଁ ପରିକଳ୍ପନା ଥାଏ ତାକୁ ବାସ୍ତବତା ଦେବାର ଯେଉଁ ଇଚ୍ଛାକୁ କିଭଳି ଭାବରେ ସେ ମାତ୍ର ଡାକ୍ତରୀ ସେବାକୁ 6 ବର୍ଷ ଭିତରେ ସମାପ୍ତ କରି 1967 ମସିହାରୁ 1973 ମସିହା ଭିତରେ ସେ ଚାକିରି କାଳ ଭିତରେ ଲୋକଙ୍କୁ ସେବା ତ ନିଶ୍ଚିତ ଭାବରେ ଦେଇଛନ୍ତି, କିନ୍ତୁ ତାଙ୍କର ଇଚ୍ଛା ଥିଲା ସରକାରୀ ଚାକିରିରୁ ନିଜକୁ ଦୂରେଇ ରଖି ଚାକିରିରୁ ରିଜାଇନ୍ ଦେଇ ସାଧାରଣତଃ ଭାବରେ ଲୋକଙ୍କୁ ମାଗଣାରେ ଚିକିତ୍ସା ଦେବାର ଅଭିପ୍ରାୟ ଏବଂ ସାଧାରଣରେ ଲୋକଙ୍କୁ ସେବା ଦେବା ନିଶ୍ଚିତ ଭାବରେ ସେଇଠୁ ଜଣାପଡ଼ୁଥିଲା ଯେ କିଭଳି ଭାବରେ ଲୋକଙ୍କୁ ସେବା ଦେବାର ଅଭିପ୍ରାୟ ରଖିକରି ସେ ଆରମ୍ଭ କରିଥିଲେ। ଯେଉଁମାନେ ସେତେବେଳେ ରାଜନୀତିରେ ସକ୍ରିୟ ଭାବରେ କାମ କରୁଥିଲେ ତାଙ୍କର ସହିତ କିମ୍ବା ଜାଣିପାରୁଥିଲେ ସେମାନେ ଏଥିରୁ ଅନୁମତି କରୁଥିବେ ତାଙ୍କର କିଭଳି ଭାବରେ ଏ ରାଜନୈତିକ କ୍ୟାରିୟରକୁ ଆରମ୍ଭ କରିବା ପୂର୍ବରୁ ସେ ସାଧାରଣତଃ ଭାବରେ ଲୋକଙ୍କର ସେବା କରିବା ପାଇଁ କିଭଳି ଆଗ୍ରହ ପ୍ରକାଶ କରିଥିଲେ। ନିଶ୍ଚିତ ଭାବରେ 1980 ମସିହାରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ ହେଲା ପରେ ସେବା ଏବଂ ସଂକଳ୍ପ ମନୋଭାବକୁ ନେଇକି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ବିଧିବଦ୍ଧ ଭାବରେ ରାଜନୀତିରେ ପ୍ରବେଶ କରିବା ଏବଂ ସେତେବେଳର ଓଡ଼ିଶାରେ ବିଜେପିର ଯେଉଁ ସ୍ଥିତି ଥିଲା ସେ ସମୟ ଥିଲା ଅତୀବ ସଂଘର୍ଷମୟ, ସବୁଆଡ଼େ ଥିଲା ପ୍ରତିକୂଳ ପରିସ୍ଥିତି ଆଉ ତାକୁ ସାମ୍ନା କରିବା ବହୁତ କଠିନ ଥିଲା। ସେଭଳି ପରିସ୍ଥିତି ଭିତରେ ନିଜର ପ୍ରତିବଦ୍ଧତା ଓ ପରିଶ୍ରମକୁ ସେ ନିଜର ପୁଞ୍ଜି କରି ସେ ଯେଭଳି ଭାବରେ ଓଡ଼ିଶାରେ ବିଜେପିର ମଞ୍ଜି ବୁଣିଥିଲେ, କେବେ ହାର ମାନିନଥିଲେ, କାହା ସହିତ ସାଲିସ କରିନଥିଲେ, ମନରେ ଦୃଢ଼ ବିଶ୍ୱାସ ଥିଲା ଆଜି ନହେଲେ କାଲି ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସ୍ଥିତି ଦୃଢ଼ ହେବ ଆଉ ସେଥିପାଇଁ ନିରନ୍ତର ଭାବରେ ନିରବିଚ୍ଛିନ୍ନ ଭାବରେ ରାଜନୈତିକ ଦଳ ମାଧ୍ୟମରେ କାମ କରିବା ପାଇଁ ସେ ଆଗକୁ ବଢ଼ିଲେ। ପ୍ରଥମେ ତାଳଚେର ମଣ୍ଡଳର ସଭାପତି ଭାବରେ, ପରବର୍ତ୍ତୀ ପର୍ଯ୍ୟାୟରେ 1983ରୁ 88 ମସିହା ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସଭାପତି ହିସାବରେ, 1988ରୁ 1993 ମସିହା ପର୍ଯ୍ୟନ୍ତ ଦୁଇ ଥର ରାଜ୍ୟର ସଭାପତି ଭାବେ ଦାୟିତ୍ୱ ତୁଲେଇବା ଏବଂ 1993ରୁ 1995 ମସିହା ଭିତରେ ସଭାପତି ହେଲା ପରେ ପୁଣି ଥରେ ରାଜ୍ୟର ସାଧାରଣ ସମ୍ପାଦକ ଦାୟିତ୍ୱ ନେବା, ପୁଣି ପରବର୍ତ୍ତୀ ପର୍ଯ୍ୟାୟରେ 95ରୁ 97 ମସିହା ପର୍ଯ୍ୟନ୍ତ ରାଜ୍ୟରେ ତୃତୀୟ ଥର ପାଇଁ ରାଜ୍ୟର ସଭାପତି ହେବା, ଏ ନିଶ୍ଚିତ ଭାବରେ ନିରନ୍ତର ଭାବରେ ରାଜନୀତିରେ ସକ୍ରିୟ ଭାବରେ ଓଡ଼ିଶାରେ ଏକ ରାଜନୈତିକ ଦଳକୁ ଆଗକୁ ନେବାରେ ଏବଂ ଯଶସ୍ୱୀ କରିବାରେ ଭୂମିକା ନିଶ୍ଚିତ ଭାବରେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଏବଂ ସେହି ସମୟ ଭିତରେ ଦଳକୁ ଏଭଳି ଭାବରେ ସଂଗଠନକୁ ମଜବୁତ କରି ଛିଡ଼ା କରାଇବା ଏବଂ 98 ମସିହାରେ ଦେବଗଡ଼ ଲୋକସଭା ଆସନରେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚନ ହେବା ଏବଂ ଦକ୍ଷ ପାର୍ଲାମେଣ୍ଟାରିଆନ୍ ହେବାର ଯେଉଁ ସୁଯୋଗ ବାଜପେୟୀଜୀଙ୍କର ସରକାରରେ ତାଙ୍କୁ ଗୁରୁଦାୟିତ୍ୱ ମିଳିବା, ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ଭାବେ ଏବଂ ପୁନର୍ବାର 1999 ମସିହାରେ ଭୂପୃଷ୍ଠ ପରିବହନ ସହିତ କୃଷି ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ମିଳିବା, ଇଏ ସମସ୍ତ ବିଷୟରେ ଆପଣମାନେ ଜାଣିଛନ୍ତି। କିନ୍ତୁ ଗୋଟିଏ କଥା ମୁଁ ଏଠି କହିବା ପାଇଁ ଚାହୁଁଛି, ସେ ସମୟରେ ତାଙ୍କର ରାଜନୀତି ଯେତେବେଳେ ଶୀର୍ଷକୁ ଯିବା ଆଉ ସେ ସମୟରେ ମୋର ରାଜନୀତି ଆରମ୍ଭ ହେବା,
ମୁଁ ଯେତେବେଳେ 97 ମସିହାରେ ପ୍ରଥମ ଥର କରି ମୋ ରାଇକଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଦାୟିତ୍ୱ ନେଇ ମୁଁ ମଧ୍ୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ କାମ ଆରମ୍ଭ କରିବା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ସେ ଦାୟିତ୍ୱ ନିଅନ୍ତି ଭୂପୃଷ୍ଠ ପରିବହନ ବିଭାଗର ଦାୟିତ୍ୱ, ସେତେବେଳେ ସରକାରରେ ଥାଇ ସରକାର ବିରୁଦ୍ଧରେ ଆନ୍ଦୋଳନ କରିବା ଏବଂ କାର୍ଯ୍ୟ ହାସଲ କରାଇବା ଭଳି ଏକ ଚତୁରତାର ସହିତ ଏ କାର୍ଯ୍ୟକ୍ରମକୁ ହାସଲ କରାଇବାର ଯେଉଁ ଦୁଃସାହସିକ କାର୍ଯ୍ୟ, ନିଜ ବିରୁଦ୍ଧରେ ଆନ୍ଦୋଳନ କରାଇବା ଏବଂ ତାପରେ ତାକୁ ଗଭୀରତାର ସହିତ ସରକାରଙ୍କ ସାମ୍ନାକୁ ଆଣି ସମାଧାନ କରିବା। ଯେତେବେଳେ ସୁନ୍ଦରଗଡ଼ର ରାଜା ମୁଣ୍ଡାରୁ ଯାଜପୁର ଜିଲ୍ଲାର ପାଣିକୋଇଲି ପର୍ଯ୍ୟନ୍ତ ଯେଉଁ ଆମର ରାଜ୍ୟ ରାଜପଥକୁ ଜାତୀୟ ରାଜପଥ କରିବା ପାଇଁ ଯେଉଁ ସଂକଳ୍ପ ଆମ ସରକାର ଥିଲା, ତା ବିରୁଦ୍ଧରେ ଆନ୍ଦୋଳନ କରିବା। ଜୁଏଲ ଭାଇଙ୍କ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ ହେଲା ପାଣିକୋଇଲି ପର୍ଯ୍ୟନ୍ତ। ରାଜା ମୁଣ୍ଡାରୁ ସେ ଦାୟିତ୍ୱରେ ଥିଲେ। ଆମେ ସେତେବେଳେ ସାଧାରଣ ଯୁବକ ଅବସ୍ଥାରେ ଥିବା ନୂଆ ଭାରତୀୟ ଜନତା ପାର୍ଟିର ସାଧାରଣ କାର୍ଯ୍ୟକର୍ତ୍ତା। ଆଜି ମନେ ପଡ଼ୁଛି ଏବଂ ଏଠି ମଧ୍ୟ ଅନେକ ବରିଷ୍ଠ ସଦସ୍ୟ ଇଏ ବାବଦରେ କହିଛନ୍ତି, ଆନ୍ଦୋଳନ କରିବା ମାତ୍ରେ କିଛି ଦିନ ପରେ ଜାତୀୟ ରାଜପଥର ମାନ୍ୟତା ପାଇବା ସେ ରାସ୍ତା ଏଭଳି ଏକ ଚମତ୍କୃତ ହେବା ବାସ୍ତବିକ ଜଣେ ଦକ୍ଷ ପାର୍ଲାମେଣ୍ଟାରିଆନ ଏବଂ ବାଜପେୟୀ ସରକାରର ଜଣେ ଗୁରୁ ଦାୟିତ୍ୱ ନେଇଥିବା ସେ ରାଜ୍ୟର ରାଜରାସ୍ତାର ଜାତୀୟ ରାଜପଥ ହେବା ପାଇଁ ଯୋଗ୍ୟତା ବା ଆବଶ୍ୟକୀୟ ତାର କ୍ରାଇଟେରିଆ ଫୁଲଫିଲ୍ କରୁଛି କି ନାହିଁ ତାକୁ ଦେଖିବାର ନାହିଁ, ନିଷ୍ପତ୍ତି ନେବା ପାଇଁ ସଂକଳ୍ପ ନେବା। ସେ କନକତୁରାରୁ ଚଣ୍ଡିଖୋଲ ହେଉ, ରାଜାମୁଣ୍ଡାରୁ ପାଣିକୋଇଲି ହେଉ ଏବଂ ଆପଣଙ୍କର ଆଉ ଗୋଟିଏ ରାସ୍ତା ଆପଣଙ୍କର ବରଗଡ଼ରୁ ବରିଗୁମା ହେଉ ଏବଂ ତାହା ସହିତ ମଧ୍ୟ ଆପଣଙ୍କର ଭୁବନେଶ୍ୱରରୁ ପୁରୀ ହେଉ। ଯଦିଓ ପରବର୍ତ୍ତୀ ସମୟରେ ଭୁବନେଶ୍ୱରରୁ ପୁରୀ ଜାତୀୟ ରାଜପଥ ମାନ୍ୟତା ମିଳିଲା, କିନ୍ତୁ ତାହାର ପୃଷ୍ଠପୋଷକତା ସେ ରାଜ୍ୟ ରାଜପଥ ପାଇଥିଲା ଡକ୍ଟର ପ୍ରଧାନଙ୍କର ନେତୃତ୍ୱରେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ରାଜପଥ ହେବା ଏବଂ ତାହା ସହିତ ମଧ୍ୟ ଆପଣଙ୍କର କୃଷି ବିଶ୍ୱବିଦ୍ୟାଳୟର ପରିକଳ୍ପନା, ଅନେକ ଗୁରୁତ୍ୱପୂର୍ଣ୍ଣ ଗୁରୁଦାୟିତ୍ୱ ତାଙ୍କ ପାଖରେ ଯାହା ଆଜି ଆମ ପାଖରେ ଛାଡ଼ି ଦେଇଛନ୍ତି। ଯଦି ବାସ୍ତବିକ ଆମେ ସେ କଥାକୁ ଦେଖିବା ତାହେଲେ ବହୁ ସମୟରେ ମନେ ପଡ଼େ ଏବଂ ମୋତେ ସୌଭାଗ୍ୟ ପ୍ରାପ୍ତ ହେଇଥିଲା ଯେଉଁଦିନ ସେ ଆମକୁ ଛାଡ଼ି ଚାଲିଗଲେ, ତାହାର ଜଷ୍ଟ 2 ଦିନ ପୂର୍ବରୁ ଅର୍ଥାତ୍ 15 ତାରିଖରେ ମୁଁ ହୋଲି ଖେଳ ଯେଉଁଦିନ ଥିଲା, ହୋଲି ଥିଲା, ସେଇଦିନ ହିଁ ମୁଁ ହୋଲି ଖେଳକୁ ବାତିଲ କରି ଅର୍ଥାତ୍ ସକାଳେ ମାତ୍ର ଅଧଘଣ୍ଟା ପାଇଁ ହୋଲି ମୋ ବିଭାଗୀୟ ଗୃହ ବିଭାଗର ଅଧିକାରୀମାନଙ୍କର ସହିତ ହୋଲି ଖେଳି ମୁଁ ସକାଳୁ ହିଁ ଚାଲି ଯାଇଥିଲି ଦିଲ୍ଲୀକୁ ଏବଂ ଅପରାହ୍ନ 4ଟା ବେଳେ ତାଙ୍କ ଯେଉଁ ବାସଭବନରେ ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବଂ ଗୋଟିଏ ଘଣ୍ଟା ସେଠି ତାଙ୍କର ସହିତ ସେଠି ଉପସ୍ଥିତ ରହିବା, ତାଙ୍କର ସହିତ ତାଙ୍କୁ ଦର୍ଶନ କରିବା ଏବଂ ସେତେବେଳେ ସେ ଧୀରେ ଧୀରେ ତାଙ୍କର ବାକ୍ରୁଦ୍ଧ ହୋଇଯାଉଥିଲା। ସେ କେବଳ ହଲଚଲ କରୁଥିଲେ। ଯେତେବେଳେ ଜାଣିଲେ ମୁଁ ମୋହନ ମାଝୀ ଆପଣଙ୍କ ସହିତ କଥା ହେଉଛି ବୋଲି ଯେତେବେଳେ ମୁଁ କହିଲି, ସେ ସେତେବେଳେ
କହିବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ କହିପାରୁନଥିଲେ ଏବଂ ଗୋଟିଏ ଘଣ୍ଟା ରହିଲା ପରେ ତା ପରଦିନ ମୁଁ 16 ତାରିଖରେ ମୁଁ ସନ୍ଧ୍ୟାବେଳେ ରାତିରେ ଭୁବନେଶ୍ୱର ପହଞ୍ଚିଲି। ଆର ଦିନ ସକାଳୁ ଖବର ମିଳିଲା ସେ ଆଉ ନାହାନ୍ତି ବୋଲି। ଏଣୁ ମୋତେ ତାଙ୍କର ଜୀବଦଶାରେ ତାଙ୍କୁ ମୁଁ ଦେଖା କରିବା ଏ ନିଶ୍ଚିତ ଭାବରେ ବହୁତ ବଡ଼ ମୋ ପାଖରେ ଗୋଟିଏ ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। ଏବଂ ସେଥିପାଇଁ ଯେତେବେଳେ ବିଶେଷ କରିକି ରାଜ୍ୟର ରାଜପଥକୁ ଏବଂ ଗ୍ରାମାଞ୍ଚଳର ରାସ୍ତାକୁ ମଧ୍ୟ କିଭଳି ଭାବରେ ତାର ବିକାଶ କରାଯିବ ଏ କଥାକୁ ସେ ବହୁ ପାଖରୁ ଯେତେବେଳେ ଦାୟିତ୍ୱରେ ଥିଲେ ସେତେବେଳୁ ତାଙ୍କର ଯୋଜନା ଏବଂ ବାଜପେୟୀଙ୍କର ଯେଉଁ ସ୍ୱପ୍ନ ଥିଲା ଏବଂ ସେ ଯେଉଁ ଦାୟିତ୍ୱରେ ଥିଲେ ସେ ସମୟରେ ହିଁ ସ୍ୱର୍ଣ୍ଣ ଚତୁର୍ଭୁଜ ରାସ୍ତାର ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ନିର୍ମାଣର ଆରମ୍ଭ ଇଏ ସବୁ ଥିଲା ନିଶ୍ଚିତ ଭାବରେ ତାଙ୍କ ଦୂରଦର୍ଶିତାର ପ୍ରତିଫଳନ ଏବଂ ବାଜପେୟୀଙ୍କର ଯେଉଁ ଦାୟିତ୍ୱ ତାଙ୍କ ଉପରେ ଥିଲା, ବାଜପେୟୀ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଥିଲେ ତାକୁ ନିର୍ବାହ କରିବା ଇଏ ନିଶ୍ଚିତ ଭାବରେ ବହୁତ ବଡ଼ ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ ପ୍ରତିଫଳିତ ହୋଇଥିଲା। ଏବଂ ମନ୍ତ୍ରୀ ଭାବରେ ଯେଭଳି ଭାବରେ ସେ ବିକାଶକୁ ବହୁତ କମ୍ ସମୟ ଭିତରେ ଦାୟିତ୍ୱ ଭିତରେ ସେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ଏବଂ ତାହା ଆଜି ଆମେ ସମସ୍ତେ ସ୍ମୃତିଚାରଣ କରୁଛନ୍ତି, ନିଜେ ତା'ର ସୁଖଦ ଅନୁଭବ ବି କରୁଛନ୍ତି। ତାଙ୍କର ସେଇ ଯେଉଁ ରାସ୍ତା ସେ ଘୋଷଣା କରିଥିଲେ ସେଇ ରାସ୍ତାରେ ଯେମିତି ଆଜି ଏଠି ମୋ ଆଗରୁ ପ୍ରକାଶ କରିଥିଲେ ସେଇ ମୋ ଅଞ୍ଚଳରେ ଥିବା ରାଜାମୁଣ୍ଡାରୁ ପାଣିକୋଇଲି ରାସ୍ତା ଜାତୀୟ ରାଜପଥ ମାନ୍ୟତା ପାଇବା ସହିତ ସେ 215 ନମ୍ବର ଜାତୀୟ ରାଜପଥ ହିସାବରେ ଘୋଷଣା କରିବା, ତାକୁ କାର୍ଯ୍ୟକାରୀ କରିବା, ପରବର୍ତ୍ତୀ ପର୍ଯ୍ୟାୟରେ 4 ଲେନିଂ ହେବା ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ଆଜିର ଦିନରେ ଜାତୀୟ ରାଜପଥ 20 ହିସାବରେ ଆଜି ମାନ୍ୟତା ପାଇବା ସହିତ ଆଜି ସୌଭାଗ୍ୟର କଥା ସେ ରାଜରାସ୍ତା ଆଜି 8 ଲେନ୍ ହେବା ପାଇଁ ଯାଉଛି। ଆଉ ତାହାର ଶୁଭାରମ୍ଭ କରିଥିବା ଭିତ୍ତିପ୍ରସ୍ତର କରିଥିବା ସେଇ ଡକ୍ଟର ପ୍ରଧାନଜୀଙ୍କର କର କମଳରେ। ଏଣୁ ଯିଏକି ଏକ ରାଜନୈତିକ ଦଳକୁ ଛୋଟ ଚାରାଟିଏ ଭଳି ଯେତେବେଳେ ସେହି ଅବସ୍ଥାରେ ଥିବା ତାକୁ ଆଜି ରାଜ୍ୟରେ ମହାଦ୍ରୁମ ହିସାବରେ ଆଜି ପାଲଟିବା ଆଉ ଏହା ପଛରେ ଡାକ୍ତର ପ୍ରଧାନଙ୍କର ଯେଉଁ ରହିଥିଲା ଅକ୍ଳାନ୍ତ ପରିଶ୍ରମ ତାହା ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟି ପାଇଁ ସବୁଦିନ ଅବିସ୍ମରଣୀୟ ହୋଇ ରହିବ। ତାଙ୍କ ଆଦର୍ଶ, ଆହ୍ୱାନ ଓ ଦିଗ୍ଦର୍ଶନ ଓଡ଼ିଶାର ଭାରତୀୟ ଜନତା ପାର୍ଟି ହୋଇଥିଲା ସୁଦୃଢ଼ ଏବଂ ଯାହାର ସୁଫଳ ଆଜି ଭାରତୀୟ ଜନତା ପାର୍ଟିକୁ ମିଳିଛି ଏବଂ ଆମକୁ ମିଳିଛି। ତାଙ୍କର ପରିଶ୍ରମ, ନିଷ୍ଠା ଏବଂ ତ୍ୟାଗ ଏବଂ ପ୍ରତିବଦ୍ଧତାକୁ ଆଧାର କରି ନିଶ୍ଚିତ ଭାବରେ ଓଡ଼ିଶାରେ ଏବଂ ଭାରତବର୍ଷରେ ବିଶେଷ କରିକି ଓଡ଼ିଶା ରାଜନୀତି କ୍ଷେତ୍ରରେ ଅମର କରି ରଖିବ। ଆଉ ଆଜିର ଦିନରେ ଆଜିର ପିଢ଼ିର ଯୁବକମାନଙ୍କର ପାଇଁ ନିଶ୍ଚିତ ଭାବରେ ସେ ନିଶ୍ଚିତ ଭାବରେ ଆମର ମାର୍ଗଦର୍ଶକ ହେବେ। ଆଉ ସେଥିପାଇଁ ସେ ଯେଉଁ ଆମ ଦଳର ଭୀଷ୍ମ ପିତାମହ ହିସାବରେ ଆଜି ଯେଭଳି ଭାବରେ ଗୁରୁ ଦାୟିତ୍ୱ ନେଇକରି ଶେଷ ସମୟ ପର୍ଯ୍ୟନ୍ତ ଯେଉଁ କାମ କରୁଥିଲେ ଆଜି ନିଶ୍ଚିତ ଭାବରେ ଆଜି ଏ ଶୂନ୍ୟ ସ୍ଥାନ ଯେଉଁ ସୃଷ୍ଟି ହୋଇଛି ତାହା ପୂରଣ କରିବା ନିଶ୍ଚିତ ଭାବରେ ବହୁତ କଷ୍ଟକର ବ୍ୟାପାର। ଆଜି ସେ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଛାଡ଼ି ଯାଇଛନ୍ତି ଓଡ଼ିଶା ପାଇଁ ଅସୁମାରୀ ସ୍ୱପ୍ନ, ଆକାଂକ୍ଷା, ଅଭିଳାଷ ଓ ଲୋକଙ୍କ ପାଇଁ କାମ କରିବାର ପ୍ରତିବଦ୍ଧତା। ନିଶ୍ଚିତ ଭାବରେ ତାକୁ ପାଥେଇ କରି ଆଜି ତାଙ୍କର ସେଇ ଯେଉଁ ଆକାଂକ୍ଷା ଏବଂ ଅଭିଳାଷ
ताकू पाथई करी ओडिशा प्रदेश रे नुआ सरकार आसिला परे आम सरकार आसिला परे विशेष करी ओडिशा क्षेत्र रे रास्तार केमती विकास हो से ग्रामांचल रास्ता हो जिला स्तर रास्ता हो बा राज्य स्तर रास्ता हो सी ग्राम पंचायत रास्ता हो बा आरडी रास्ता हो किंबा पीडब्ल्यूडी रास्ता हो ये रास्ता को गुरुत्व आरोप करी आम सरकार आज यहाँ को बहु गुरुत्व प्रदान करिछंती एवं सेथिपाई गत 2 दिन पूर्वर आम सरकार एक गुरुदायित्व निष्पत्ति नहीं जो ओडिशार भित्तिभूमि को सुदृढ़ करने जाई निश्चित भाव रे आमे केंद्र रे जो प्रतिष्ठित थिबा जातीय राजपथ प्राधिकरण से आधार रे ओडिशा को मध्य एक स्वतंत्रता देबा एवं गत 2 दिन पूर्वर जो कैबिनेट बसी थिला हमर ये कैबिनेट रे राज्य सरकार निष्पत्ति नेले केंद्र ढांचा रे मध्य भित्तिभूमि को सुदृढ़ करने एक राज्य राजपथ प्राधिकरण ताकू घोषणा करागला एवं कैबिनेट रे मध्य मंजूर मिलगला यानी वास्तविक ये तांकर जो आशा आकांक्षा थिला एवं स्वप्न थिला निश्चित भाव रे किभଳି भाव ताकू कार्यकारी करा जाई परिबो ताकू आज आमे एइथिरो गोटे भित्तिभूमि देबा पई निष्पत्ति नैछु आगामी दिन रे निश्चित भाव रे ओडिशा रे एक भित्तिभूमि क्षेत्र रे तांकर भूमिका को तांकर इच्छा को पूरण करिया पई निश्चित भाव रे हमको आहुरी उत्साह मिलिबो एवं सेही उत्साह रे सेही प्रणाली सहित आमको जीवा पई पड़िबो एथिरे मु केवल एक गोटे राजनीतिक दलर इच्छा को लेकर मोर इच्छा व्यक्त करू नाही एथिरे साधारण भाव रे ओडिशार जनसाधारणकर जो इच्छा अच्छी आपण मानकर जो इच्छा अच्छी जो इच्छा शक्ति अच्छी एवं जहाँकि डॉक्टर देवेंद्र प्रधानकर स्वर्गत डॉक्टर देवेंद्र प्रधानकर जो इच्छा शक्ति थिला जो स्वप्न थिला सेही आधार रे आज सरकार मध्य काम करिबा पई आरंभ करिसेंती। आपण मैंने देखिपुर बर्तमान फ्लिपकार्ट रे उपलब्ध होची भल भल नाइट जहाँ नामी दामी कंपनी रो अनेक डिजाइन लो आपण पाई परिबे जेमिति कि स्लिक टू आरंभ करी कॉटन पर्यंत 80 टंका रु 800 टंका भितर आपण परचेस करि परिबे। डेरी न करी ऑर्डर कर नियंतु आपणकर मन पसंदर से नाइट ऑर्डर करंतु यार फायदा उठांतु। एभली वीडियो देखा हेले आम चैनल को लाइक करंतु शेयर करंतु सब्सक्राइब करने को जमा भी भूलंतु ना। हाँ दर्शक बंधु डेरी करंतु ना ये अल्प समय ऑर्डर कर नियंतु। थैंक यू।